मृतं जेन तस्मै श्रीगुरवे नमः। नमावं विष्णुपदाय कृष्णपृष्ठाय भूतले श्रीमते भक्तिवेदान्त स्वामिने इति नामिने। नमस्ते सारस्वती देवे गौरवाणी प्रचारिणे निर्विशेषा शून्यवादे पश्चात्तदशतारिणे वंशाकल्पतरुभश्च कृपा सिन्धुभैव च पतितानां पावनेभ्यो वैष्णवेभ्यो नमो नमः। जया श्रीकृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौरभक्तवृंद। हरे कृष्ण 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 हरे हरे, हरे राम हरे राम 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 हरे हरे। मुखं करोति वाचालं पंगुलं हैतगिरिं यत्कृपातमहं वन्दे परमानन्दं माधवं श्रीगुरुजनतरणं श्रीचैतन्यैश्वरं नमो विष्णुपदाय कृष्णपृष्ठाभूतले श्रीविद्यापताकाशनम। तो आम भगवत गीतार नवम अध्याय अवजानन्ति मां मूढ़ा मानसं तन्माश्रितं परमहंसमुदारतमहेश्वर। এই শ্লোক ତାତ୍ପର୍ଯ୍ୟ ଶ୍ରବଣ କରୁଥିଲେ, ତ ସେଟା କଣ୍ଟିନ୍ୟୁ କରିବା। ହୁଁ। ଯେ ଭଗବାନଙ୍କର ମାନବ ରୂପରେ ଅବତୀର୍ଣ୍ଣ ଅବତୀର୍ଣ୍ଣ ହେବା ସମୟରେ ନିରାକାରବାଦୀ ଓ ସାକାରବାଦୀ ମାନଙ୍କ ମଧ୍ୟରେ ଅନେକ ମତ ବିଭେଦ ରହିଛି। ଭଗବାନଙ୍କର ମାନବ ରୂପରେ ଅବତୀର୍ଣ୍ଣ ହେବା ରୂପରେ ସମ୍ବନ୍ଧରେ ନିରାକାରବାଦୀ ସାକାରବାଦୀ। ନିରାକାରବାଦୀ ମାନେ ଯେଉଁମାନେ ମନେ କରନ୍ତି ପରମ ବ୍ରହ୍ମ ନିରାକାର, ସାକାରବାଦୀ ମାନେ ଯେଉଁମାନେ ପରମ ଆକାର ଅଛି। ତ ବ୍ୟାପାର ହେଉଛି ବେଦରେ ଭଗବାନଙ୍କୁ ନିର୍ଗୁଣ, ନିରାକାର, ନିର୍ବିଶେଷ ଏସବୁ କଥା ବର୍ଣ୍ଣନା କରିଛନ୍ତି। ତ ସେ ନିରାକାର ମାନେ ତାଙ୍କ ଜଡ଼ ଆକାର ନାହିଁ, ଜଡ଼ ରୂପ ନାହିଁ, ଚିନ୍ମୟ ରୂପ ରହିଛି। ନିର୍ଗୁଣ ମାନେ ତାଙ୍କର ଜଡ଼ ଗୁଣ ନାହିଁ, ଚିନ୍ମୟ ଗୁଣ ରହିଛି। କିନ୍ତୁ ଆମେ ଯଦି କୃଷ୍ଣ ବିଜ୍ଞାନ ବୁଝିବା ସମୟରେ ପ୍ରାମାଣିକ ଗ୍ରନ୍ଥ ଶ୍ରୀମଦ୍ ଭଗବତ ଗୀତା, ଭାଗବତମ୍ ଏଇଟା ଆଲୋଚନା କରିବା, ତାହେଲେ ଆମେ ମାନେ ବୁଝିପାରିବା ଯେ ଶ୍ରୀକୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ। ଯଦିଓ ସେ ଏହି ପୃଥିବୀରେ ଏକ ସାଧାରଣ ମାନବରେ ଆବିର୍ଭୂତ ହୁଅନ୍ତି, ତଥାପି ସେ ସାଧାରଣ ମାନବ ନୁହନ୍ତି। ଏ କଥା ଆମେ ବହୁତ ଆଲୋଚନା କରିଛେ ଯେ କାହିଁକି ଭଗବାନ ସାଧାରଣ ମାନବ ଭଳି ଅବତୀର୍ଣ୍ଣ ହୁଅନ୍ତି ଯଦିଓ ସେ ସାଧାରଣ ମାନବ ନୁହନ୍ତି। ଶ୍ରୀମଦ୍ ଭାଗବତମ୍ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ଯେତେବେଳେ ଋଷିମାନେ ଶ୍ରୀକୃଷ୍ଣଙ୍କର କ୍ରିୟାକଳ୍ପ ସମ୍ପର୍କରେ ପ୍ରଚନ କଲେ, ଯେତେବେଳେ କୁହାଯାଇଛି ତାଙ୍କର ମାନବ ରୂପରେ ଆବିର୍ଭାବ ମୂର୍ଖମାନଙ୍କୁ ଭ୍ରମିତ କରାଏ। ମୂର୍ଖମାନଙ୍କୁ ଭ୍ରମିତ କରିବ କ'ଣ? ଭାଗବତର ପ୍ରଥମ ଶ୍ଲୋକ ମୁହ୍ୟନ୍ତି ଯତସୁର, ବଡ଼ ବଡ଼ ମୁନି ଋଷି ଦେବତାମାନ ପର୍ଯ୍ୟନ୍ତ ମୋହିତ ହୋଇଯାନ୍ତି ତାଙ୍କ କାର୍ଯ୍ୟକଳାପ। ଶ୍ରୀକୃଷ୍ଣ ଏ ପୃଥିବୀରେ ଜଣେ ସାଧାରଣ ମାନବ ରୂପରେ ଆବିର୍ଭୂତ ହୋଇଥିଲେ ଓ ଶିଶୁ ସମୟରେ ଭ୍ରାତା ବଳରାମଙ୍କ ସହ ମିଶି ନାନା କ୍ରୀଡ଼ା କୌତୁକ କରୁଥିଲେ। ସେତେବେଳେ ସେ ଯେଉଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟକଳାପ ପ୍ରଦର୍ଶନ କରିଯାଇଛନ୍ତି, ତାହା କୌଣସି ମାନବ ପ୍ରଦର୍ଶନ କରିପାରିବ ନାହିଁ। ଯେତେବେଳେ ଶ୍ରୀକୃଷ୍ଣ ତାଙ୍କର ପିତାମାତା ବସୁଦେବ ଦେବକୀଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ, ସେତେବେଳେ ସେ ଚତୁର୍ଭୁଜ ରୂପରେ ଆବିର୍ଭୂତ ହୋଇଥିଲେ। ପିତାମାତାଙ୍କ ପ୍ରାର୍ଥନା ଶୁଣିଲା ପରେ
ସେ ନିଜକୁ ଏକ ସାଧାରଣ ଶିଶୁ ରୂପରେ ପରିବର୍ତ୍ତନ କରିଦେଇଥିଲେ। ଏକ ସାଧାରଣ ମାନବ ରୂପରେ ତାଙ୍କର ଆବିର୍ଭାବ ତାଙ୍କର ଦିବ୍ୟ ଶରୀରର ଏକ ଆକୃତି ଅଟେ। ଗୀତାର ଏକାଦଶ ଅଧ୍ୟାୟରେ ମଧ୍ୟ ଏକଥା କୁହାଯାଇଅଛି, ତେନୈବ ରୂପେଣ ଚତୁର୍ଭୁଜେଣ ଇତ୍ୟାଦି। ଅର୍ଜୁନ ପ୍ରାର୍ଥନା କଲେ ତାଙ୍କର ସେ ଚତୁର୍ଭୁଜ ରୂପ ଦେଖିବା ପାଇଁ। ଶ୍ରୀକୃଷ୍ଣ ଯେତେବେଳେ ଅର୍ଜୁନଙ୍କର ପ୍ରାର୍ଥନା ଶୁଣିଲେ, ସେ ପୁନର୍ବାର ତାଙ୍କର ମୌଳିକ ରୂପ ଧାରଣ କରିଲେ। ପରମେଶ୍ୱରଙ୍କର ଏହିସବୁ ବିଭିନ୍ନ ରୂପ ବାସ୍ତବରେ କୌଣସି ସାଧାରଣ ମାନବ ରୂପ ନୁହେଁ। ସେ ନାରାୟଣ ରୂପ ହଉ, କୃଷ୍ଣ ରୂପ ହଉ, ରାମ ରୂପ ହଉ, ଅନାଦି ଅନନ୍ତ ରୂପମ୍, କିନ୍ତୁ ଏଠି ସାଧାରଣ ମନୁଷ୍ୟ ରୂପ ନୁହେଁ। ଯେଉଁମାନେ ମାୟାବାଦୀ ଦର୍ଶନ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି, ସେମାନେ କେତେକ ଶ୍ରୀକୃଷ୍ଣଙ୍କୁ ଉପହାସ କରନ୍ତି ଏବଂ ଶ୍ରୀକୃଷ୍ଣଙ୍କୁ ଏକ ସାଧାରଣ ମାନବ ବୋଲି ପ୍ରମାଣ କରିବା ନିମିତ୍ତ ଶ୍ରୀମଦ୍ ଭାଗବତରୁ ନିମ୍ନଲିଖିତ ଶ୍ଲୋକ ଉଦ୍ଧାର କରନ୍ତି। ଅହଂ ସର୍ବେଷୁ ଭୂତେଷୁ ଭୂତାତ୍ମାବସ୍ଥିତ ସଦା। ତ ଭାଗବତର ତୃତୀୟ ସ୍କନ୍ଧ 29 ଅଧ୍ୟାୟ 21 নম্বର ଶ୍ଲୋକରେ କୁହାଯାଇଛି ଯେ ଅହଂ ସର୍ବେଷୁ ଭୂତେଷୁ ଭୂତାତ୍ମା ଅବସ୍ଥିତ ସଦା। ଯେ ଭଗବାନ ପ୍ରତ୍ୟେକ ଜୀବ ମଧ୍ୟରେ ବିଦ୍ୟମାନ। ବୈଷ୍ଣବ ଆଚାର୍ଯ୍ୟ ଶ୍ରୀ ଜୀବ ଗୋସ୍ୱାମୀଙ୍କର ଭାଗବତ ଭାଷ୍ୟରୁ ଏହି ଶ୍ଲୋକର ଭାଷ୍ୟ ଗ୍ରହଣ କରିବା ଉଚିତ। ଯେଉଁ ନିର୍ବୋଧ ଗଣ ଶ୍ରୀକୃଷ୍ଣଙ୍କୁ ଉପହାସ କରନ୍ତି, ସେମାନଙ୍କ ଭାଷ୍ୟ ଗ୍ରହଣ କରିବା ଉଚିତ ନୁହେଁ। ଶ୍ରୀ ଜୀବ ଗୋସ୍ୱାମୀ ଏହି ଶ୍ଲୋକ ଉପରେ ବ୍ୟାଖ୍ୟା କରି କହିଛନ୍ତି ଯେ ଶ୍ରୀକୃଷ୍ଣଙ୍କ ବିସ୍ତୃତାଂଶ ରୂପରେ ପରମାତ୍ମା ଉପରେ ସ୍ଥାବର ଜଙ୍ଗମ ପ୍ରତ୍ୟେକଙ୍କ ମଧ୍ୟରେ ବିଦ୍ୟମାନ। ଏଠି ଯୋଉ କୁହାଗଲା ଭାଗବତରେ ଅହମ୍ ସର୍ବେଷୁ ଭୂତେଷୁ ଭୂତାତ୍ମ ଅବସ୍ଥିତମ୍ ସଦା। ମୁଁ ପ୍ରତି ଜୀବର ହୃଦୟରେ ଅବସ୍ଥାନ କରୁଛି। ତ କୋଉ ରୂପରେ ଅବସ୍ଥାନ କରୁଛନ୍ତି ନା କୃଷ୍ଣ ତାଙ୍କର ବିସ୍ତୃତାଂଶ ଏକ୍ସପାନ୍ସନ୍, ତାଙ୍କର ପ୍ରକାଶ ପରମାତ୍ମ ରୂପରେ ସେ ଅବସ୍ଥାନ କରୁଛନ୍ତି। ସେ ତ ବହୁତ ଜାଗା କହିଛନ୍ତି, ସର୍ବଶେଷ ଅହଂ ହୃଦୟ ସନ୍ନିବିଷ୍ଟ, ମୁଁ ସମସ୍ତ ହୃଦୟରେ ଅବସ୍ଥାନ କରୁଛି। ଈଶ୍ୱର ସର୍ବଭୂତାନାଂ ହୃଦୟ ସର୍ଜନ ତିଷ୍ଠତି, ବହୁତ ଜାଗାରେ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁ ନୂତନ ଶିଷ୍ୟ ବା କନିଷ୍ଠ ଅଧିକାରୀ ଭକ୍ତ କେବଳ ଦେଉଳରେ ଥିବା ଭଗବାନଙ୍କର ଅର୍ଚ୍ଚାମୂର୍ତ୍ତିକୁ ପୂଜା କରେ ବା ପ୍ରଣାମ ଜଣାଏ ଓ ଅନ୍ୟ ଜୀବମାନଙ୍କ ପ୍ରତି ଯଥାଯୋଗ୍ୟ ସମ୍ମାନ ପ୍ରଦର୍ଶନ ନ କରେ, ସେ ଦେଉଳରେ ଥିବା ଭଗବାନଙ୍କୁ ଅଯଥା ପୂଜା କରୁଛି ବୋଲି ବୁଝାଯାଏ। ତ ଏଠି କହୁଛନ୍ତି ଯେ ଭଗବାନ ମନ୍ଦିରରେ ଅଛନ୍ତି, କିନ୍ତୁ ମନ୍ଦିରରେ ଅଛନ୍ତି ବୋଲି ଅନ୍ୟ କୋଉଠି ନାହାନ୍ତି ତା ନୁହଁ। ତ ଭଗବାନଙ୍କୁ ପୂଜା ଅର୍ଚ୍ଚନା ପ୍ରଣାମ କରିବା, ଅନ୍ୟ ଜୀବମାନଙ୍କୁ ଅସମ୍ମାନ କରିବା, ସେଟା ନୁହଁ। ଅନ୍ୟ ଜୀବମାନଙ୍କ ହୃଦୟରେ ଭଗବାନ ଅବସ୍ଥାନ କରୁଛନ୍ତି ପରମାତ୍ମା ରୂପରେ ଏବଂ ପ୍ରତିଟି ଜୀବ ହେଉଛି ଭଗବାନଙ୍କର ଅଂଶ। ସେହି ହିସାବରେ ପ୍ରତି ଜୀବକୁ ଆମେ ସମ୍ମାନ କରିବା। ତ ଭଗବାନଙ୍କର ତିନି ପ୍ରକାର ଭକ୍ତ ଅଛନ୍ତି ଏବଂ ନୂତନ ଶିଷ୍ୟ ବା କନିଷ୍ଠ ଅଧିକାରୀ ଭକ୍ତ ସର୍ବନିମ୍ନ ସ୍ତରରେ ଥାଏ। କନିଷ୍ଠ ଅଧିକାରୀ, ମଧ୍ୟମ ଅଧିକାରୀ, ଉତ୍ତମ ଅଧିକାରୀ, ତିନି ପ୍ରକାର ଭକ୍ତଙ୍କ କଥା ବର୍ଣ୍ଣନା କରାଯାଇଛି। କନିଷ୍ଠ ଅଧିକାରୀ କଣ ନା ଅନ୍ୟ ଭକ୍ତବୃନ୍ଦଙ୍କ ଅପେକ୍ଷା ଦେଉଳରେ ଥିବା ଅର୍ଚ୍ଚ ବିଗ୍ରହକୁ ଅଧିକ ଭକ୍ତି ପ୍ରଦର୍ଶନ କରେ। ଅର୍ଥାତ ମନ୍ଦିରରେ ଭଗବାନ ଅଛନ୍ତି ତାକୁ ଭକ୍ତି କରିବେ, ତ ଭକ୍ତମାନଙ୍କୁ ସମ୍ମାନ କରିବେନି। ତେଣୁ ଶ୍ରୀଲ ଜୀବ ଗୋସ୍ୱାମୀ ସତର୍କବାଣୀ ଶୁଣାଇ କହିଛନ୍ତି, ଏହି ପ୍ରକାର ମନୋବୃତ୍ତିକୁ ସଂଶୋଧନ କରିବା ଉଚିତ। କାହିଁକି ନା ଏଟା ନିମ୍ନ ସ୍ତର, ଏଟା ନିମ୍ନ ସ୍ତରରେ ହେଲା। କନିଷ୍ଠ ଅଧିକାରୀ ମାନଙ୍କ କଥା, ଭକ୍ତ କଥା ଜାଣିବା ଉଚିତ ଯେ ଶ୍ରୀକୃଷ୍ଣ ପରମାତ୍ମା ରୂପରେ ପ୍ରତ୍ୟେକଙ୍କ ହୃଦୟରେ ବିଦ୍ୟମାନ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଭଗବାନଙ୍କ ପ୍ରତୀକ ବା ମନ୍ଦିର ସ୍ୱରୂପ। ପ୍ରତ୍ୟେକ ହୃଦୟରେ ଭଗବାନ ଅଛନ୍ତି। ବ୍ୟକ୍ତିଟି ଭଗବାନଙ୍କର
ମନ୍ଦିର ସ୍ୱରୂପ। ଯେହେତୁ ବ୍ୟକ୍ତି ହୃଦୟରେ ଭଗବାନ ପରମାତ୍ମା ବିଦ୍ୟମାନ ଅଛନ୍ତି, ତେଣୁ ସେମାନଙ୍କୁ ଯଥାଯୋଗ୍ୟ ସମ୍ମାନ କରିବା ଉଚିତ। କାହାକୁ ଅବହେଳା କରିବା ଉଚିତ ନୁହଁ। ହଁ। ସମସ୍ତଙ୍କୁ ସମ୍ମାନ କର, ଜାଣି ତାତେ କୃଷ୍ଣ ଅଧିଷ୍ଠାନ। କୃଷ୍ଣ ସମସ୍ତଙ୍କ ହୃଦୟରେ ପରମାତ୍ମାରେ ଅବସ୍ଥାନ କରୁଛନ୍ତି। ସେଥିପାଇଁ କି ସମସ୍ତଙ୍କୁ ପ୍ରାଣୀକୁ ଆମେ ସମ୍ମାନ କରିବା। ଏଇଆ ନୁହେଁ ଯେ ସେ ପ୍ରାଣୀ ହେଉଛି ଭଗବାନ, ତା ନୁହଁ। ଭଗବାନ ତାର ମଧ୍ୟରେ ଅବସ୍ଥାନ କରୁଛନ୍ତି, ସେଇଥିପାଇଁ କି ତାଙ୍କୁ ଆମେ ସମ୍ମାନ କରିବା। ଅନେକ ମାୟାବାଦୀ ଅଛନ୍ତି, ଯେଉଁମାନେ ଦେବାଳୟରେ ପୂଜା କରାଯାଉଥିବା ଶିବ ବିଗ୍ରହକୁ ଉପହାସ କରନ୍ତି। ଭାବରେ ହଉଛି କିଏ ଅଛନ୍ତି, ମନ୍ଦିରରେ ବିଗ୍ରହକୁ ପୂଜା ଉପାସନା ଭକ୍ତି କରିବେ, ଆଉ ଅନ୍ୟ ସମସ୍ତଙ୍କୁ ଉପହାସ ଅବମାନନା କରିବେ। ଆଉ ଦଳେ ଅଛନ୍ତି, ସେ ସମସ୍ତଙ୍କୁ ଭଗବାନ ବୋଲି ପୂଜା କରିବେ, ସମ୍ମାନ କରିବେ, କିନ୍ତୁ ବିଗ୍ରହକୁ ଉପହାସ କରିବେ। ମାୟାବାଦୀ ମାନେ ସେମାନେ କହନ୍ତି ଯେ ଭଗବାନ ତ ସର୍ବତ୍ର ବିଦ୍ୟମାନ, ତେବେ ଆମେ କାହିଁକି ଆମକୁ କେବଳ ଦେବାଳୟରେ ପୂଜାର ହଁ ସୀମାବଦ୍ଧ କରିବା। ଭଗବାନ ସବୁଠି ଅଛନ୍ତି, ଆଉ ତ ବିଗ୍ରହ ଭିତରେ କାହିଁ ସୀମିତ କରୁଛୁ, ତାଙ୍କ ଏ ଧାରଣା। ଆଚ୍ଛା, ଯଦି ଭଗବାନ ସର୍ବତ୍ର ବିଦ୍ୟମାନ, ତ ସେ ଦେଉଳରେ ଥିବା ବିଗ୍ରହ ନାହାନ୍ତି? ହଁ? ତାହେଲେ କାହିଁ ଯୁକ୍ତି କରୁଛ? ଭଗବାନ ସବୁଠି ଅଛନ୍ତି, କିନ୍ତୁ ବିଗ୍ରହ ନାହାନ୍ତି, ତାଙ୍କୁ ଅବମାନନା କରିବା କଣ ଦରକାର? ଯଦିଓ ନିରାକାରବାଦୀ ସାକାରବାଦୀ, ତାଙ୍କ ତ ସବୁବେଳେ ଯୁଦ୍ଧ ଝଗଡ଼ା ଚାଲିଛି। କିନ୍ତୁ କୃଷ୍ଣ ଚେତନାଶୀଳ ଶୁଦ୍ଧ ଭକ୍ତ, ସେ ଜାଣେ ଯେ ଯଦିଓ କୃଷ୍ଣ ପରମ ପୁରୁଷ ଅଟନ୍ତି, ତଥାପି ସେ ସର୍ବବ୍ୟାପକ। ଏହା ବ୍ରହ୍ମ ସଂହିତାରେ ସ୍ୱୀକୃତ କରାହେଇଛି। ହଁ। ସେ ସର୍ବାପକ ଅଟନ୍ତି। ହଁ। ଯଦିଓ ତାଙ୍କର ପରମ ଧାମ ହେଲା ଗୋଲକ ବୃନ୍ଦାବନ, ଗୋଲୋକ ଏବଂ ନିବସତ୍ୟ ଅଖିଲାତ୍ମଭୂତ। ସେ ସବୁଠାରେ ବିଦ୍ୟମାନ, ତଥାପି ସେ ତାଙ୍କର ଶକ୍ତିର ବିଭିନ୍ନ ପ୍ରକାର ସାହାଯ୍ୟରେ ଏବଂ ତାଙ୍କ ବିସ୍ତୃତାଂଶ ମାନଙ୍କ ସାହାଯ୍ୟରେ ସେ ଭୌତିକ ତଥା ଜଗତର ପ୍ରତ୍ୟେକ ଅଂଶରେ ବିଦ୍ୟମାନ। ତାଙ୍କ ଶକ୍ତି ଏବଂ ତାଙ୍କର ପ୍ରକାଶ। ଏ ହେଲା 11 ନମ୍ବର ଶ୍ଲୋକ। 12 ନମ୍ବର ଶ୍ଲୋକରେ କୁହାଯାଉଛି, ମୁଘାସାମଘ କର୍ମଣ ମୁଘାସାମଘ କର୍ମାଣ ମୋଘ ଜ୍ଞାନ ବିଚେତସଃ ରାକ୍ଷସୀମାସୁରୀଂ ଚୈବ ପ୍ରକୃତି ମୋହିନୀ ସ୍ଥିତଃ। ଯେଉଁମାନେ ଏହି ପ୍ରକାର ବିମୋହିତ ହୋଇଛନ୍ତି, କୋଉ ପ୍ରକାର ନା ଅବଜାନନ୍ତି ମାଂ ମୂଢ଼ା, ସେ ବୁଝିପାରୁନାହାନ୍ତି, ମୋହିତ ହେଇଛନ୍ତି। ସେମାନେ ଆସୁରିକ ତଥା ନାସ୍ତିକ ଭାବଧାରା ଦ୍ୱାରା ଆକୃଷ୍ଟ ହେଉଛନ୍ତି। ଆସୁରୀମ୍ ରାକ୍ଷସୀମ୍ ଆସୁରୀମ୍ ଚୈବ ପ୍ରକୃତିଂ ମୋହିନୀମ୍ ସୀତାଃ, ସେ ମୋହିତ ହେଇଛନ୍ତି। ଏହି ପ୍ରକାରର ବିଭ୍ରାନ୍ତ ଅବସ୍ଥାରେ ସେମାନଙ୍କର ମୁକ୍ତିବାଞ୍ଛା, ସକାମ କର୍ମ ଫଳ ଆଶା, ଜ୍ଞାନ ଅର୍ଜନ ଖବୁଛି ପରାହତ ହୋଇଛି। ମୋଘ ଆଶା, ମୋଘ କର୍ମଣ, ମୋଘ ଆଶା, ମୋଘ କର୍ମାଣ, ମୋଘ ଜ୍ଞାନ ବିଚେତସଃ। ତାଙ୍କର ମୋଘ ମାନେ ବିଫଳ, ତାଙ୍କର ସମସ୍ତ ଆଶା ବିଫଳ, ତାଙ୍କ କର୍ମରେ ବିଫଳ, ଜ୍ଞାନ ବିଫଳ। ସେମାନେ ଆଶାହତ, କର୍ମରେ ହତାଶ, ଜ୍ଞାନରେ ହତାଶ, ଏଇଭାବେ ଭ୍ରମିତ ହେବେ, ତ ତାଙ୍କର ସମସ୍ତ କିଛି ମୁକ୍ତିବାଞ୍ଛା, ସକାମ କର୍ମ, ଫଳ ଆଶା, ଜ୍ଞାନ ଅର୍ଜନ ସବୁ କିଛି ବ୍ୟର୍ଥ, ପରାହତ, ବୃଥା। ଏପରି ଅନେକ ଭକ୍ତ ଅଛନ୍ତି, ଯେଉଁମାନେ କୃଷ୍ଣ ଚେତନଶୀଳ ଏବଂ ଭକ୍ତି ଯୋଗରତ ବୋଲି ନିଜକୁ ଭାବନ୍ତି, କିନ୍ତୁ ସେମାନଙ୍କ ହୃଦୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପରମ ସତ୍ୟ ବୋଲି ଗ୍ରହଣ କରନ୍ତି ନାହିଁ। ସେମାନେ ଭଗବତ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ ରୂପ ଭକ୍ତି ଯୋଗ ଫଳ ଉପଭୋଗ
କରିପାରିବେ ନାହିଁ। ଭକ୍ତି ଯୋଗର ଫଳଟି କ'ଣ? ନା ଭଗବାନଙ୍କ ରାଜ୍ୟକୁ ଫେରିଯିବା। ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମଂ ପରମଂ ମମ। ସେ ଧାମକୁ ଫେରିଲେ ଆଉ ଶେଷ ଆସିବାକୁ ପଡ଼ିବନି। ମାମ୍ ଉପେତ୍ୟ ତୁ କୁନ୍ତେ ପୁନର୍ଜନ୍ମ ନ ବିଦ୍ୟତେ। ମତେ ପ୍ରାପ୍ତ ହେଲେ ଆଉ ଏଠି ଆସିବାକୁ ପଡ଼ିବନି। କିନ୍ତୁ ଏମାନେ ସେ ଫଳଟା ପାଇବେନି। ଭକ୍ତି ଯୋଗ ଫଳ ହେଉଛି କ'ଣ? ନା ଭଗବତ ରାଜ୍ୟକୁ ଫେରିଯିବା। ସେହିପରି ଯେଉଁମାନେ ସକାମ କର୍ମ ପୁଣ୍ୟ କର୍ମରେ ବ୍ୟସ୍ତ, ପରିଣାମତଃ ଭୌତିକ ବନ୍ଧନରୁ ମୁକ୍ତ ହେବାକୁ ଆଶା କରୁଛନ୍ତି, ସେମାନେ କଦାପି କୃତକାର୍ଯ୍ୟ ହୋଇପାରିବେ ନାହିଁ। କାରଣ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଉପହାସ କରନ୍ତି। ସେଇଥିପାଇଁ ତାଙ୍କର ଚେଷ୍ଟା ସବୁ ବୃଥା ହବ। ଅନ୍ୟ କଥାରେ ଏହା କୁହାଯାଇପାରେ ଯେ ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ଉପହାସ କରନ୍ତି ସେମାନେ ଅସୁର ବା ସେମାନେ ନାସ୍ତିକ। ଭଗବତ ଗୀତାର ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଅଛି ଯେ ଏହି ପ୍ରକାର ଅସୁର ସ୍ୱଭାବ ବିଶିଷ୍ଟ ଦୁଷ୍ଟମାନେ କଦାପି ଭଗବାନ ପାଖରେ ଆତ୍ମସମର୍ପଣ କରନ୍ତି ନାହିଁ। ତେଣୁ ଭଗବାନଙ୍କର ସମ୍ବନ୍ଧୀୟ ସେମାନଙ୍କର ମାନସିକ ଚିନ୍ତନ ସେମାନଙ୍କୁ ଭ୍ରମାତ୍ମକ ସିଦ୍ଧାନ୍ତରେ ଉପନୀତ କରାଏ ଯେ ସାଧାରଣ ଜୀବ ଓ କୃଷ୍ଣ ଏକ ଓ ସମାନ। ଜୟ ଜୀବ ସେଇ ଶିବ। ହଁ। ଏହି ପ୍ରକାରର ଭ୍ରାନ୍ତ ଧାରଣା ମଣିଷକୁ ବୁଝା ହୁଏ। ଏହି ପ୍ରକାର ଭ୍ରମ ଧାରଣାର ବଶବର୍ତ୍ତୀ ହୋଇ ସେମାନେ ଭାବନ୍ତି ଯେକୌଣସି ମାନବର ଶରୀର ବର୍ତ୍ତମାନ ଭୂତ ପ୍ରକୃତି ଦ୍ୱାରା ଆବୃତ ହୋଇଅଛି ଏବଂ ମାନବ ଏହି ଭୂତ ପ୍ରକୃତିର ବନ୍ଧନରୁ ମୁକ୍ତ ହେଲା କ୍ଷଣି ଭଗବାନ ଓ ତାର ମଧ୍ୟରେ କୌଣସି ପାର୍ଥକ୍ୟ ହେବନି। ଅର୍ଥାତ୍ ସେମାନଙ୍କ ଧାରଣା ଭୁଲ ଧାରଣା ଯେ ଭଗବାନ ମାୟା ସଂସ୍ପର୍ଶ ଆସିକି ଭୂତ ପ୍ରକୃତି ସଂସ୍ପର୍ଶ ଆସିକି ସାଧାରଣ ମାନବ ହୋଇଛନ୍ତି ଏବଂ ସେ ଭୂତ ପ୍ରକୃତିର ବନ୍ଧନ ମୁକ୍ତ ହେଇଗଲେ ପୁଣି ସେ ଭଗବାନ ହେଇଯିବେ। ଭଗବାନ ଆଉ ଜୀବର ସମ୍ପର୍କ ଯେଇ ଜୀବ ସେଇ ଶିବ। ଜନତା ଜନାର୍ଦ୍ଦନ ଏଇ ଭାବ ତାର ଆସିଯାଉଛି। ଏହି ପ୍ରକାରରେ କୃଷ୍ଣଙ୍କ ସହିତ ଏକ ହେବାର ଚେଷ୍ଟା ଭ୍ରମବଶତଃ ପରାହତ ହୁଏ। ଏଇ ଯେ ପ୍ରଚେଷ୍ଟା ମୋଘାସା ମୋଘ କର୍ମଣ ମୋଘ ଜ୍ଞାନ ଚେତସ କୃଷ୍ଣଙ୍କ ସାଙ୍ଗରେ ଏକ ହେବାର ପ୍ରଚେଷ୍ଟା ମୋଘ ସେଟା ବିଫଳ ହୁଏ, ପରାହତ ହୁଏ। ଆଧ୍ୟାତ୍ମିକ ଜ୍ଞାନ ଅର୍ଜନର ଏହି ପ୍ରକାର ନାସ୍ତିକ ତଥା ଆସୁରିକ ପ୍ରଚେଷ୍ଟା ସବୁବେଳେ ନିଷ୍ଫଳ। ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କୁ ଏକ ସାଧାରଣ ମାନବ ବୋଲି ଭାବିବା ଏକ ମହାନ ଅପରାଧ। ଯେଉଁମାନେ ଏହି ପ୍ରକାର ଭାବନ୍ତି ବାସ୍ତବିକ ସେମାନେ ଭ୍ରମିତ ହେଉଛନ୍ତି, କାରଣ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଶାଶ୍ୱତ ରୂପକୁ ଜାଣିପାରିନାହାନ୍ତି। ଯେଉଁମାନେ ଭାବନ୍ତି ଭଗବାନ ଏ ମାୟା ଶରୀର ଧାରଣ କରିଛନ୍ତି, ତ ସେମାନେ କେବେ ହେଲେ ବି ଭଗବାନ କୃଷ୍ଣ ସମ୍ପର୍କରେ ପୂର୍ଣ୍ଣ ଧାରଣା ପ୍ରାପ୍ତ ହେବେନି। ବୃହତ ବୈଷ୍ଣବ ସ୍ମୃତିରେ ଏହା ପରିଷ୍କାର ଭାବେ କୁହାଯାଇଛି ଯେ ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରକୁ ଭୌତିକ ଶରୀର ବୋଲି ଯେ ଭାବେ ତାକୁ ବେଦ ବର୍ଣ୍ଣିତ ସମସ୍ତ କ୍ରିୟାକଳାପ ବ୍ରତ ପୂଜାବିଧି ଅନୁଷ୍ଠାନରୁ ବାସନ୍ଦ କରିବା ଉଚିତ। ତାଙ୍କର କୌଣସି ଅଧିକାର ନାହିଁ। ଯିଏ କୃଷ୍ଣଙ୍କ ଶରୀରକୁ ଭୌତିକ ଶରୀର ବୋଲି ମନେ କରେ ତାର ବେଦ ବର୍ଣ୍ଣିତ ପୂଜା ବ୍ରତ ଅନୁଷ୍ଠାନରେ କୌଣସି ଅଧିକାର ନାହିଁ। ଯଦି କୌଣସି ଲୋକ ଏ ପ୍ରକାର ବ୍ୟକ୍ତିର ମୁଖ ଦର୍ଶନ କରେ ସେ ସାଙ୍ଗେ ସାଙ୍ଗେ ଗଙ୍ଗା ସ୍ନାନ କରି ଦୋଷ ମୁକ୍ତ ହେବା ଉଚିତ। ଯେ ଭଗବାନ କୃଷ୍ଣଙ୍କୁ ମାୟା ଶରୀର ବୋଲି ମନେ କରେ, ଭୌତିକ ଶରୀର ବୋଲି ମନେ କରିବ, ସେ ଲୋକର ମୁହଁ ଦେଖିଲେ ସେ ଗଙ୍ଗା ସ୍ନାନ କରିବା ଦରକାର ସେଇ ପାପରୁ ମୁକ୍ତ ହେବା ପାଇଁ। ତ ଲୋକମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଉପହାସ କରନ୍ତି କାରଣ ସେମାନେ ପରମ ପୁରୁଷ ଭଗବାନ ପ୍ରତି ଅସହିଷ୍ଣୁ ହୋଇ ଉଠନ୍ତି। ଈର୍ଷା ଭାବ ଆସେ। କୃଷ୍ଣଙ୍କ ଅନନ୍ତ ସଦ୍ଗୁଣ ବୋଲି ତାଙ୍କର
ସେମାନେ ସହିପାରନ୍ତିନି, ସେଇଥିପାଇଁ ସେମାନେ ଉପହାସ କରନ୍ତି। ଏହା ନିଶ୍ଚିତ ଯେ ସେମାନେ ଜନ୍ମ ଜନ୍ମ ଧରି ନାସ୍ତିକ ତଥା ଅସୁର ଜନି ଲାଭ କରିବେ, ଯେଉଁ ଭଗବାନଙ୍କୁ ଯେଉଁମାନେ ହସିବେ। ବରାବର ସେମାନଙ୍କ ପ୍ରକୃତ ଜ୍ଞାନ ମାୟା ଦ୍ୱାରା ଅପହୃତ ହେବ। ମାୟା ଅପହୃତ ଜ୍ଞାନ ଆଶ୍ରୀ ଭାବମାଶ୍ରିତ, ଆଉ କ୍ରମେ କ୍ରମେ ସେମାନେ ସୃଷ୍ଟିର ଅନ୍ଧକାରମୟ ପ୍ରଦେଶରେ ପ୍ରବେଶ କରୁଥିବେ। ଏଇ ହେଇଗଲା ଯୋଉମାନେ କଣ କରିବେ, ଭଗବାନଙ୍କର ମହାମାୟା ଦ୍ୱାରା ଆକୃଷ୍ଟ ଅଛନ୍ତି। କିନ୍ତୁ ଆଉ ଜଣେ କିଛି ଅଛନ୍ତି, ସେମାନେ ଏଥିରେ ଭ୍ରମିତ ହୁଅନ୍ତି ନାହିଁ। ସେମାନେ ମହାତ୍ମା। ମହାତ୍ମନାସ୍ତୁ ମାଂ ପାର୍ଥ ଦୈବୀଂ ପ୍ରକୃତିମାଶ୍ରିତା ଭଜନ୍ତି ଅନନ୍ୟ ମନସୋ ଜ୍ଞାତ୍ୱା ଭୂତାଦିମ୍ ଅବ୍ୟୟମ୍। ହେ ପୃଥାପୁତ୍ର, ଯେଉଁମାନେ ଭ୍ରମିତ ନୁହନ୍ତି, ଯେଉଁମାନେ ମହାତ୍ମା, ସେମାନେ ଦୈବୀ ପ୍ରକୃତି ଦ୍ୱାରା ସୁରକ୍ଷିତ ହେଉଛନ୍ତି। ମହାତ୍ମାସ୍ତୁ ମାଂ ପାର୍ଥ ଦୈବୀ ପ୍ରକୃତି ଆଶ୍ରିତ। ତ୍ରିଗୁଣାତ୍ମିକା ଜଡ଼ା ପ୍ରକୃତି, ଯାର ବନ୍ଧନରେ ବଦ୍ଧ ଜୀବମାନେ ରହୁଛନ୍ତି, ଏବଂ ଦୈବୀ ପ୍ରକୃତି, ଭଗବାନଙ୍କର ଦୈବୀ ପ୍ରକୃତି ଯୋଗମାୟା ଦ୍ୱାରା ଜଣେ ମହାତ୍ମା, ଭଗବାନଙ୍କର ଭକ୍ତ, ସେମାନେ ଦୈବୀ ପ୍ରକୃତି ଆଶ୍ରିତ ସୁରକ୍ଷିତ ଥାନ୍ତି। ସେମାନେ ସମ୍ପୂର୍ଣ୍ଣ ରୂପରେ ଭକ୍ତି ଯୋଗ ମାର୍ଗରେ ସେବାରତ ଥାନ୍ତି। ସେଥିପାଇଁ କୁହାହେଲା ଭଜନ୍ତି ଅନନ୍ୟ ମାନସ। ଅନନ୍ୟ ମନ ଅର୍ଥାତ୍ ମନ ସ୍ଥିର କରିକି ଭଜନ୍ତି ମାନେ ସେବା କରନ୍ତି। ଭଜନ୍ତି ଭଗବାନର ଭଜନ କରନ୍ତି ମାନେ ଭଜ ଧାତୁରୁ ଭଜନ ଆସିଛି। ତ ଭଜ ମାନେ ସେବା କରିବା। ସେମାନେ ସମ୍ପୂର୍ଣ୍ଣ ଭକ୍ତି ଯୋଗ ମାର୍ଗରେ ସେବାରତ ଥାନ୍ତି, କାରଣ ସେମାନେ ମୋତେ ଅବ୍ୟୟ ଆଦି ପୁରୁଷ ତଥା ପରମ ପୁରୁଷ ଭଗବାନ ବୋଲି ଜାଣନ୍ତି। ସେମାନେ ଭକ୍ତ ଭଜନ୍ତି ଅନନ୍ୟ ମାନସ ଜ୍ଞାତ୍ୱା ଭୂତ ଆଦିମ୍ ଅବ୍ୟୟମ୍। ସବୁ কিছুର ଆଦି ଏବଂ ମୁଁ ହେଉଛି ଅବ୍ୟୟ, ଆଦି ପୁରୁଷ, ପରମ ପୁରୁଷ। ଏ କଥା ସେମାନେ ମୋତେ ଜାଣନ୍ତି। ତ ଏଇ ଶ୍ଲୋକରେ ମହାତ୍ମାମାନଙ୍କ ବିବରଣ ପରିଷ୍କାର ଭାବେ ଦିଆଯାଇଛି। ଏଇ ମହାତ୍ମା ମାନଙ୍କର ପ୍ରଥମ ସୂଚକ ହଉଛି ଯେ ସେ ଦୈବ ପ୍ରକୃତି ଅଧୀନରେ ଅଛନ୍ତି। ଦୈବୀ ପ୍ରକୃତି ଆଶ୍ରିତ। ସେ ଭୂତ ପ୍ରକୃତିର ଅଧୀନରେ ନାହାନ୍ତି। ଦୈବ ପ୍ରକୃତି, ଗୋଟେ ଭୂତ ପ୍ରକୃତି, ଗୋଟେ ଦୈବ ପ୍ରକୃତି। ଏହା କିପରି ସମ୍ଭବ ହୁଏ? ନା ସତ୍ୟ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଯିଏ ଭଗବାନ କୃଷ୍ଣଙ୍କ ଶରଣାପନ୍ନ ହୁଏ, ସେ ସାଙ୍ଗେ ସାଙ୍ଗେ ଭୂତ ପ୍ରକୃତିର ନିୟନ୍ତ୍ରଣରୁ ମୁକ୍ତ ହୋଇଯାଏ। ଯେ ଭଗବାନଙ୍କ ଶରଣାପନ୍ନ ହେଲେ ଦୈବୀ ସା ଗୁଣମୟ ମହମା ଦୂରତ୍ୟା ମାମ ଏବଂ ଯେ ପ୍ରଦନ୍ତ ପାୟତମ ତରନ୍ତି। ସେ ଭଗବାନଙ୍କର ମାୟା ଶକ୍ତି ପ୍ରଭାବରୁ ମୁକ୍ତ ହେବ। ବ୍ୟକ୍ତି ନିଜ ଆତ୍ମାକୁ ପରମାତ୍ମା ଭଗବାନଙ୍କ ନିକଟରେ ସମ୍ପୂର୍ଣ୍ଣ ରୂପରେ ସମର୍ପଣ କରି ଦେଲା କ୍ଷଣି ଭୂତ ପ୍ରକୃତିର ନିୟନ୍ତ୍ରଣରୁ ସେ ମୁକ୍ତ ହେଇଯିବ। ଏହା ହେଉଛି ପ୍ରାଥମିକ ସୂତ୍ର। ଜୀବ ତଟସ୍ଥ ଶକ୍ତି ଅଟେ, ତେଣୁ ସେ ଭୂତ ପ୍ରକୃତିର ନିୟନ୍ତ୍ରଣ ମୁକ୍ତ ହେଲା କ୍ଷଣି ଦୈବ ପ୍ରକୃତି ଅର୍ଦ୍ଧକୁ ଆସିଥାଏ। ତା ଜୀବ ତଟସ୍ଥ ଶକ୍ତି, ଆଉ ଭଗବାନଙ୍କର ଅନ୍ତରଙ୍ଗ ବହିରଙ୍ଗ ଶକ୍ତି ରହିଛି ଯୋଗମାୟା ମହାମାୟା। ସେ ହয়তো ଯୋଗମାୟାର ଅଧୀନ ରହିବ, ନ ମହାମାୟାର ଅଧୀନ ରହିବ। ହয়তো ଭୂତ ପ୍ରକୃତିର ଅଧୀନ ରହିବ, ନ ଦୈବ ପ୍ରକୃତିର ଅଧୀନ ରହିବ। ସେ ମୁକ୍ତ ହେଇକି ରହିପାରିବନି। ତ ଯେତେବେଳେ ସେ ଭୂତ ପ୍ରକୃତିର ନିୟନ୍ତ୍ରଣ ମୁକ୍ତ ହେଇଯିବ, ସାଙ୍ଗେ ସାଙ୍ଗେ ଦୈବ ପ୍ରକୃତି ଅଧୀନକୁ ସେ ଆସିଯିବ। ତ ଆଧ୍ୟାତ୍ମିକ ଶକ୍ତିର ନିୟନ୍ତ୍ରଣକୁ ଆସିବାକୁ ଦୈବ ପ୍ରକୃତି କୁହାଯାଏ। ଦୈବ ପ୍ରକୃତି ମାନେ କ'ଣ? ନା ଚିତ୍ ଶକ୍ତି, ଆଧ୍ୟାତ୍ମିକ ଶକ୍ତି ବା ଯୋଗମାୟା ନିୟନ୍ତ୍ରଣରେ ସେ ଚାଲି ଆସିବ। ସେତେବେଳେ ବ୍ୟକ୍ତି ଏହି ପ୍ରକାର ଉନ୍ନୀତ ହୁଏ, ପରମ ପୁରୁଷ ଭଗବାନଙ୍କ ଶରଣାପନ୍ନ ହୁଏ। ସେତେବେଳେ
সে ମହାତ୍ମା ସ୍ତର ଲାଭ କରେ। ମହାତ୍ମା ମାନେ କୃଷ୍ଣଙ୍କ ବ୍ୟତୀତ ଅନ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ମହାତ୍ମା ନାସ୍ତୁ ମାଂ ପାର୍ଥ ବୋଲା ହଉଛି। ମହାତ୍ମା ଯେ କୃଷ୍ଣଙ୍କୁ ଭଜନ କରନ୍ତି, କାରଣ ସେ ଭଲ ରକମ ଜାଣିଥାନ୍ତି ଯେ ଶ୍ରୀକୃଷ୍ଣ ହେଉଛନ୍ତି ଆଦି ପୁରୁଷ ଏବଂ ସର୍ବ କାରଣ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦ ଗୋବିନ୍ଦ ସର୍ବ କାରଣ ଏଥିରେ କୌଣସି ସନ୍ଦେହ ନାହିଁ। ଏହି ପ୍ରକାର ମହାତ୍ମା ବା ଶୁଦ୍ଧ ଭକ୍ତ ଅନ୍ୟ ମହାତ୍ମା ମାନଙ୍କର ବା ଶୁଦ୍ଧ ଭକ୍ତ ମାନଙ୍କର ସଙ୍ଗ ଲାଭ କରି ଉନ୍ନତି କରନ୍ତି। ଶୁଦ୍ଧ ଭକ୍ତଗଣ ଶ୍ରୀକୃଷ୍ଣଙ୍କର ଅନ୍ୟ ରୂପ ତଥା ଚତୁର୍ଭୁଜଧାରୀ ମହାବିଷ୍ଣୁଙ୍କ ପ୍ରତି ମଧ୍ୟ ଆକୃଷ୍ଟ ହୁଅନ୍ତି ନାହିଁ। ଯେଉଁମାନେ କୃଷ୍ଣଙ୍କ ଶୁଦ୍ଧ ଭକ୍ତ, ସେ ଭଗବାନଙ୍କର ଅନ୍ୟ ସ୍ୱରୂପ ରୂପ ପ୍ରତି ଆକୃଷ୍ଟ ହୁଅନ୍ତି ନାହିଁ, କେବଳ ଭଗବାନ କୃଷ୍ଣଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି। ସେମାନେ କେବଳ ଦ୍ୱିଭୁଜଧାରୀ ଶ୍ରୀକୃଷ୍ଣ ରୂପ ପ୍ରତି ଆକୃଷ୍ଟ ହୁଅନ୍ତି। ତେଣୁ ସେମାନେ ଶ୍ରୀକୃଷ୍ଣଙ୍କ ଅନ୍ୟ ରୂପ ପ୍ରତି ଆକୃଷ୍ଟ ହୁଅନ୍ତି ନାହିଁ। ସେ ସ୍ଥଳେ ଦେବତା ମାନଙ୍କ କଥା କଣ କହିବା? ଯେ କୃଷ୍ଣଙ୍କ ପ୍ରତି ଆକୃଷ୍ଟ ହେଇଛି ସେ ରାମ, ବାମନ, ନରସିଂହ ଅନ୍ୟ କୌଣସି ରୂପରେ ଆକୃଷ୍ଟ ହୁଏନି। ଆଉ ଦେବତା ମାନଙ୍କ ପ୍ରତି ସେ ଆକୃଷ୍ଟ ହବ? ହଁ, ଦେବତା ସେ ଘର ଭିତରେ ପ୍ରବେଶ କରିବେ। ତେଣୁ ସେମାନେ କୌଣସି ପ୍ରକାର ଦେବତା ରୂପ ବା ମାନବ ସହିତ ସମ୍ପୃକ୍ତ ହୁଅନ୍ତି। ସେମାନେ ଏକମାତ୍ର କୃଷ୍ଣ ଚେତନାଶୀଳ ହୋଇ ଶ୍ରୀକୃଷ୍ଣকে ଧ୍ୟାନ କରିବେ। ସେମାନେ ସବୁବେଳେ ଅନନ୍ୟ ଭକ୍ତି ଯୋଗରେ କୃଷ୍ଣ ଚେତନଶୀଳ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କ ସେବାରେ ନିଯୁକ୍ତ ହେବେ। ସେଇଟା ହିଁ ଜୀବନର ଲକ୍ଷ୍ୟ। କେମିତି ସେମାନେ ଯୁକ୍ତ ହେବେ କାଲି ବା ପରବର୍ତ୍ତୀ ଶ୍ଲୋକରେ ଆମେ ଶୁଣିବା। ସତତ କୀର୍ତ୍ତୟନ୍ତ ମାଂ ଯତନ୍ତସ୍ତ ଦୃଢ଼ବ୍ରତା ନମସ୍ସନ୍ତସ୍ତ ମାଂ ଭକ୍ତା ନିତ୍ୟଯୁକ୍ତ ଉପାସତେ। ତ ଏଇଠି ମାନେ ଭଗବତ ଗୀତା ଶ୍ରବଣ ଆଜି ବିଶ୍ରାମ ଦେବା, ଚୈତନ୍ୟ ଚରିତାମୃତ ପାଠ କରିବା। ମଙ୍ଗଳମୟ ପ୍ରଭୁ କଣ କହୁଛନ୍ତି କୁହନ୍ତୁ? হরে কৃষ্ণ মহারাজ, সূচনা প্রণাম মহারাজ। মহারাজ, মহাত্মনস্তু মাম পার্থ দৈবীম প্রকৃতিম আশ্রিতা। এখানে মহাত্মাগণ দৈবী প্রকৃতির আশ্রয় গ্রহণ করেন, মানে চিৎ শক্তির আশ্রয় গ্রহণ করেন। আবার জরা প্রকৃতিকে মহারাজ এই যে দৈবী হিংসা গুণময়ী মম মায়া দুরত্যয়া, জরা প্রকৃতিকেও আবার দৈবী বলা হচ্ছে। কি মহারাজ, তাহলে কি বুঝবো মহারাজ? শক্তি তো একটাই। শক্তি একটা, দুই দিকে কাজ করে। দৈবী শক্তি যখন গুণময় হয়ে যায় সেটা ভূত প্রকৃতি হয়ে যায়। যখন গুণ থেকে মুক্ত সেটা দৈব প্রকৃতি হয়। শক্তি হচ্ছে একটা, সেটা কখন মহামায়া রূপে কাজ করে, কখন যোগমায়া রূপে কাজ করে। প্রভুপাদ যেরকম বলেছেন ইলেকট্রিসিটি একটা, সেখান থেকে গরম আসে, সেখান থেকে ঠান্ডাও আসে, ঠিক সেই রকম। হ্যাঁ, দৈব প্রকৃতি এটা গুণান্বিত হয়েছে, ঠিক আছে। হরি বল। এখন আমরা চৈতন্য চৈতন্য থেকে পাঠ করে শ্রবণ করব। সে মাধবেন্দ্র পুরীর কথা এখনো বর্ণনা আছে। হুম।